ଆଜ୍ଞା ନମସ୍କାର। ଆମ ବ୍ୟସ୍ତବହୁଳ ଜୀବନ ମୋରେ ପୂର୍ଣ୍ଣଛେଦ ମାରି ମୁଁ ଆମ ସାଙ୍ଗମାନେ ପ୍ଲାନିଂ କଲୁ ଟିକେ ସେଇ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଜଗତର ନାଥ ମାନେ ମାନେ ଆମର ଏଇ ଜଗା ମ କୋଉ ଜଗା ଯେ? ଆରେ ଏଇ ଯୋଉ ସେ ପୁରୀରେ ରହୁନି କି? ଆରେ ସେ ଯୋଉଠି ବି ରହୁନା କାହିଁକି, ସେ କିଏ, ତା ବାପା ନା କଣ, ତାଙ୍କ ଘର କୋଉଠି, ମତେ ସେଇଟା କହିଲେ ହବ ନା? ଖାଲି ଜଗା ଯେ ଜଗା କହିଲେ ମୁଁ କଣଟା ବୁଝିବି? କଣ ବା ଜାଣିପାରୁନ? ଆରେ ଆମର ଯୋଉ ଗୌଡଖର ସାନ ଟୋକା। ଓ ସେ ଯୋଉ ଚଗଲା ପିଲାଟା ତ? ହଁ ସେ ଯୋଉ ଟିକେ ଚଗଲା ପିଲାଟା ନୁହଁ? ଆରେ ତାକୁ ବା କାହ୍ନା ଡାକନ୍ତି, ଜଗା କଣ କହୁଛୁ? ସେଇ ବା ସେଥିରେ ତା ବଡ ଭାଇ ବଳଭଦ୍ର ଆଉ ତା ସାନ ଭଉଣୀ ସୁଭଦ୍ରାଙ୍କ ସହ ଆମର ଏଇ ପୁରୀରେ ରହୁଛି ପା। ତମେ କାଳିଆ ଠାକୁର କଥା କହୁଛ ତ? ସେ କଳିଯୁଗର ସାକ୍ଷାତ ଭଗବାନ, ହେଲେ ଭାରି ଭଲ ପିଲାଟେ ସେ। ଛୋଟବେଳେ ସିନା ଚଗଲା ହୁଏ, ହେଲେ ଏବେ ସମସ୍ତଙ୍କର ଡାକ ଶୁଣୁଛି। ଆଉ ଜଗା ଆମର ପିଲାଦିନର ସାଙ୍ଗ ତ। ସେ ଯେବେ ପୁରୀ ଆସିଥିଲା ଆମକୁ କହିଥିଲା କି ତମାନେ ମତେ ଟିକେ ଆସି ଦେଖା କରିକି ଯାଉନ। ହେଲେ ଯେବେଠୁ ଏ ସାଇନ୍ସ ଷ୍ଟ୍ରିମ୍ ନେଇ ଆମେ ପାଠ ପଢୁଛୁ, ଆମ ପାଖରେ କଣ ସମୟ ଅଛି? ସମୟ କାହିଁ ଯେ ତା ପାଖକୁ ଯିବୁ। ଆଉ ତା ପାଖକୁ ଆମେ ଯାଇନୁ ବୋଲି ସେ ରାଗିଛି ଆମ ଉପରେ। ପିଲାଦିନର ସାଙ୍ଗ ତ, ରାଗିବାଟା ସ୍ୱାଭାବିକ। ସେଥିଲାଗି ଆମେ ଆମ ପରୀକ୍ଷାକୁ ସାରିଦେଇ ବାହାରିଛୁ ତାର କଳା ବଦନକୁ ଟିକେ ଦର୍ଶନ କରିବୁ ବୋଲି। ଏତେ ଦୂର, ପୁଣି 3 ଦିନ ଲାଗିବ ତାକୁ ଦେଖା କରି ଫେରିଲା ବେଳକୁ। ସେଥିଲାଗି ଆମକୁ ଟିକେ ଅଧିକା ସମୟ ଲାଗିଲା ତା ପାଖକୁ ଯିବା ପାଇଁ। କାରଣ ଆମେ କଣ ଆଉ ତାପରେ 60 ପଉଟି 56 ଭୋଗ ଖାଇଲା ବାଲା କି? କୁହ? ସେ ଯଦି ମହାପ୍ରଭୁ, ଆମେ ହେଉଛୁ ସୁଦାମା। ପିଲାଦିନେ ଉଚ୍ଚ ନିଚ ଧନୀ ଗରିବର ମାନେ ବୁଝୁନଥିଲୁ, ସେଥିଲାଗି କିଛି ଜଣା ପଡୁନଥିଲା। ହେଲେ ଏବେ ଆମେ ବଡ଼ ହେଇଗଲୁଣି, ଏ ସମାଜରେ ରହି ଏସବୁର ସଠିକ ମାନେ ବୁଝିଗଲୁଣି। ସେଥିଲାଗି ସାହସ ହଉନଥିଲା ତା ପାଖକୁ ଖାଲି ହାତରେ ଯିବା ପାଇଁ। କାରଣ ସେ 60 ପଉଟି 56 ଭୋଗ ଖାଇଲା ବାଲା, ଆଉ ଆମେ ଶାଗ ପଖାଳ ଖାଇଲା ବାଲା। ନିଜକୁ ଖରାପ ଲାଗିବାଟା ତ ସ୍ୱାଭାବିକ, ହେଲେ ବି ମନକୁ ଦୃଢ଼ କରି ଆମେ ବାହାରିଛୁ ଜଗା ପାଖକୁ। ତ ଆମ ଡେ 1ର ଆରମ୍ଭ ହୁଏ ସେଦିନର ପ୍ଲାନିଂକୁ ନେଇକି। ଆମେ ସମସ୍ତେ ଏଠି ପହଞ୍ଚିଗଲୁ ଶଗଡ଼ପଟାରେ। ଶଗଡ଼ପଟାରେ? ଆରେ ଶଗଡ଼ପଟା କାହିଁକି? ଆପଣ ପୁରୀ ଯାଉଥିଲେ? ଏଇ ପ୍ରଶ୍ନଟା ଆପଣଙ୍କ ମନରେ ଉଙ୍କି ମାରୁଥିବ। ତ ଆମେ ପ୍ଲାନିଂ କଲୁ ଟ୍ରେନରେ ଯିବା ପାଇଁ। ତ ଟ୍ରେନ ପୁରୀରେ ପହଞ୍ଚେ ରାତି 8:30ରୁ 9:30 ଭିତରେ। ତ ଏତେ ରାତିରେ ସେଇଠି ଖାଇବାର ଟେନସନ୍ କାହିଁ ନେବୁ? ଆଉ ହଁ, ଯଦି ଆମେ ଖାଉ ତେବେ ଆମ ବଜେଟ୍ରୁ ବି ଅଧିକା ହେଇଯିବ। ସେଥିଲାଗି ଆମେ ରୁଟି କରି ନେଇଯିବୁ ବୋଲି ପ୍ଲାନ୍ କଲୁ। ତ ରୁଟି କରିବା ପାଇଁ ଆମେ ପହଞ୍ଚିଗଲୁ ଶଗଡ଼ପଟାରେ। ଆଉ ହଁ, ଶଗଡ଼ପଟାରୁ ରେଲୱେ ଷ୍ଟେସନଟା ବହୁତ ପାଖରେ। ଆଉ ଶଗଡ଼ପଟାରେ ଆମର ଚିହ୍ନା ଘର ବି ଅଛନ୍ତି। ତ ତେଣୁକରି ଆମେ ପ୍ରଥମେ ଗଲୁ ଶଗଡ଼ପଟାକୁ। ତ ଏବେ ଆସନ୍ତୁ ଦେଖିବା ଭିଡ଼ିଓ ଭିତରେ କ'ଣ ଅଛି। ଆଜ୍ଞା ନମସ୍କାର। ଦେଖନ୍ତୁ ଆମର ସମସ୍ତେ ପୁରୀ ବୁଲି ଯିବା ପାଇଁ ଦେବାଶିଷ ବାବୁ ଚାଲିଛନ୍ତି ରୁଟି କାମରେ। ତାଙ୍କର ରୁଟି ଦେଖନ୍ତୁ। प्रिंसिपल सर हमारे करते गुलई चश्मा लगा ना सर, क्या नाम है आपका? विमल बाबू आलू काटुचंती खाइया पे वर्तमान कहीं भोक लगे ना नहीं। आउ ये आम चिकेन बाबू से चलती दौड़ा दौड़ी केटा सुंदर सुंदर माने रुटी कर कैंटीन में नहीं रखिदे हाँ। ये तो गुलई कर सर आप नाटा कौन? चश्मा लगाओ ना सर। ओके ओके देखिया पछरे देखा टाटा। देखंतु गाइज पिला माने हमर एबे जाउचंदी रोसई फते सारी की सब। सिकर बाबू आछंती, ये हमर प्रिंसिपल बाबू, ये देवाशीष बाबू देखि रे देबू। आउ देखंतु वर्तमान मूवी पळे आसली। यस खरारे मगे तो सुंदर देखा जाउती ना पिला माने, मगे तो सुंदर। ओके टाटा। देवाशीष कोडी आउचंदी हमें आज्ञा हम जाउ सुराट को। ए देखो माल गाड़ी मु जाउ पुरी 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 जाउचंदी हमर प्रिंसिपल सर। तो कोन भाई जाउचंदी? देखबी उडे तीर्थ स्थान बोली मु जानि छी, आगुरु भी जानि नथिबी। एबे जाउ छी देखबी कोन केमती अछि बडा केडे हो। तो देखा जाऊ हमें वर्तमान जाउ स्टेशन देखा पहुंची गनु। आउ तो किसी जान नहीं से खाली कहूँ नाउ वी आर टिकट। तो फाइनली आम आम टिकट को बुकिंग करी जाऊ प्लेटफॉर्म को। प्लेटफॉर्म रे गाड़ी लगिले आम जीवु पूरी। सॉरी गाड़ी नो ट्रेन। चंदन विमल चिकेन हेलो हाय हाय बाबू।
କହୁଛି ଭଲ ମୋବାଇଲ ଦେଇଥିଲେ ଭଲ ବ୍ଲଗ୍ ହେଇଥାନ୍ତା।